ଝାରସୁଗୁଡ଼ା ବ୍ଲକ ଚାନ୍ଦିନୀମାଲ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଫଳରେ ଚାନ୍ଦିନୀମାଲ ଗ୍ରାମର କେନ୍ଦୁପଡ଼ା ବାସୀ ଭୟଭୀତ ହୋଇପଡ଼ିଥିଲେ। ହାତୀଟି ସୁନ୍ଦରଗଡ଼ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ନୂଆଡିହି ଦେଇ ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ନିକିତିମାଲ ଅଞ୍ଚଳକୁ ପ୍ରବେଶ କରି ବରପଲ୍ଲୀ ଗ୍ରାମ ଜଙ୍ଗଲ ଦେଇ ଚାନ୍ଦିନୀମାଲରେ ପ୍ରବେଶ କରିଛି। ଗ୍ରାମକୁ ଆସି ଘର ଭିତରେ ଥିବା ଧାନ, ମାଣ୍ଡିଆ ଏବଂ ଅମଳ କରି ରଖିଥିବା କୃଷିଜାତ ଦ୍ରବ୍ୟକୁ ଖାଇ ନଷ୍ଟ କରିଦେଇଥିଲା। କେନ୍ଦୁପଡ଼ାରେ ଥିବା ସୁବଳ ଜାଲ ରଘୁ ରୋହିଦାସ ଘର ଭାଙ୍ଗିଥିବା ବେଳେ ନିକଟରେ ଥିବା ବହୁ ଘର ଭାଙ୍ଗି ଦେଇଛି। ପ୍ରଚଣ୍ଡ ଶୀତ ଲହରୀ ଲାଗି ରହିଥିବା ବେଳେ ହାତୀ ଭୟରେ ପରିବାର ଧରି ସ୍ଲାବ୍ ଉପରେ ଶୋଉଛନ୍ତି। ବ୍ରଜରାଜନଗର ରେଞ୍ଜ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ରାତିସାରା ହାତୀ ଉପରେ ନଜର ରଖିଥିବା ବେଳେ ହାତୀଟି ବଡ଼ଜୋବ ମଧୁପୁର ଦେଇ ହେମଗିରି ରେଞ୍ଜ ଜଙ୍ଗଲକୁ ପ୍ରବେଶ କରିଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।